ଆମ ସୌରଜଗତର ମୁଖ୍ୟ ଆମ ପୃଥିବୀ ଠାରୁ 109 ଗୁଣା ବଡ଼। ସୂର୍ଯ୍ୟଙ୍କ ପାଇଁ ହିଁ ଆମ ପୃଥିବୀର ଜୀବଜଗତର ଅସ୍ତିତ୍ୱ। ବୁଧ ସୂର୍ଯ୍ୟଙ୍କ ଠାରୁ ଦୂରତା କ୍ରମରେ ପ୍ରଥମ ଗ୍ରହ ହେଉଛି ବୁଧ। ସବୁଠାରୁ ଛୋଟ ଏବଂ ଉତ୍ତପ୍ତ ଗ୍ରହ। ବୁଧର ବ୍ୟାସ ହେଉଛି 4880 କିଲୋମିଟର। ବୁଧର ପରିକ୍ରମଣ ଦିନ ହେଉଛି 88 ଦିନ। ଶୁକ୍ର ଏହାଙ୍କ ପରେ ଆସୁଛି ଶୁକ୍ର। ସୂର୍ଯ୍ୟଙ୍କ ଠାରୁ ଦୂରତା କ୍ରମରେ ଶୁକ୍ର ହେଉଛି ଦ୍ୱିତୀୟ ଗ୍ରହ। ଏହାର ବ୍ୟାସ ହେଉଛି 12092 କିଲୋମିଟର ଓ ପରିକ୍ରମଣ ଦିନ ହେଉଛି 243 ଦିନ। ପୃଥିବୀ ଦୂରତା କ୍ରମରେ ପୃଥିବୀ ହେଉଛି ତୃତୀୟ ଗ୍ରହ, ଯେଉଁଠାରେ ଆମେ ବାସ କରିଥାଉ। ପୃଥିବୀର ବ୍ୟାସ ହେଉଛି 12742 କିଲୋମିଟର। ଏହାର ପୃଥିବୀର ପରିକ୍ରମଣ ଦିନ ହେଉଛି 365 ଦିନ ବା 1 ବର୍ଷ। ମଙ୍ଗଳ ଦୂରତା କ୍ରମରେ ଚତୁର୍ଥ ଗ୍ରହ ହେଉଛି ମଙ୍ଗଳ। ଏହାର ବ୍ୟାସ ହେଉଛି 6794 କିଲୋମିଟର। ପରିକ୍ରମଣ କାଳ ହେଉଛି 1 ବର୍ଷ 322 ଦିନ। ବୃହସ୍ପତି ଦୂରତା କ୍ରମରେ ପଞ୍ଚମ ଗ୍ରହ ହେଉଛି ବୃହସ୍ପତି। ବୃହସ୍ପତିକୁ ସବୁଠାରୁ ବଡ଼ ଗ୍ରହ ବୋଲି କୁହନ୍ତି। ବ୍ୟାସ ହେଉଛି ବୃହସ୍ପତିର ବ୍ୟାସ ହେଉଛି ପୃଥିବୀ ଠାରୁ 318 ଗୁଣା ବଡ଼। ବୃହସ୍ପତିର ପରିକ୍ରମଣ ସମୟ ହେଉଛି ବା କାଳ ହେଉଛି 11 ବର୍ଷ 317 ଦିନ। ଏହାଙ୍କ ପରେ ଆସୁଛି ଶନି। ସୂର୍ଯ୍ୟଙ୍କ ଠାରୁ ଦୂରତା କ୍ରମରେ ଷଷ୍ଠ ଗ୍ରହ ହେଉଛି ଶନି। ବ୍ୟାସ ହେଉଛି 1,02,788 କିଲୋମିଟର। ଶନିର ପରିକ୍ରମଣ କାଳ ହେଉଛି 29 ବର୍ଷ 175 ଦିନ। ଶନି ଗ୍ରହର ଚାରିପଟେ ଛୋଟ ଓ ବଡ଼ ଆଷ୍ଟ୍ରଏଡ୍ର ବଳୟ ଥିବାରୁ ଶନି ଏକ ଟୋପି ପରି ଦେଖାଯାଏ। ୟୁରେନସ୍ ଦୂରତା କ୍ରମରେ ସପ୍ତମ ଗ୍ରହ ହେଉଛି ୟୁରେନସ୍। ଏହାର ବ୍ୟାସ ହେଉଛି 51,118 କିଲୋମିଟର ଓ ଏହାର ପରିକ୍ରମଣ ସମୟ ହେଉଛି 84 ବର୍ଷ। ନେପଚୁନ୍ ଏହାଙ୍କ ପରେ ଆସୁଛି ନେପଚୁନ୍। ଦୂରତା କ୍ରମରେ ଅଷ୍ଟମ ଗ୍ରହ ହେଉଛି ନେପଚୁନ୍। ଏହାର ପରିକ୍ରମଣ ସମୟ ହେଉଛି 60,190 ଦିନ। ଏହାଙ୍କ ପରେ ଆସୁଛି ପ୍ଲୁଟୋ। ସବୁଠାରୁ ଛୋଟ ଗ୍ରହ ହେଉଛି ପ୍ଲୁଟୋ। ଏହାକୁ ଶୀତଳ ଗ୍ରହ ମଧ୍ୟ କୁହାଯାଏ। ଏହା ହେଉଛି ନବମ ଗ୍ରହ। ସୂର୍ଯ୍ୟଙ୍କ ଠାରୁ